आज ମୁଁ ଆପଣମାନଙ୍କ ସହିତ ସେୟାର କରିବାକୁ ଯାଉଛି ସାଉଥ ଇଣ୍ଡିଆନର ଗୋଟେ ଫେମସ୍ ରେସିପି ଯାଉ ଅପମ। ସେଥିପାଇଁ ଆମକୁ ଗୋଟେ ଅପମ ପାତ୍ରଟେ ଦରକାର। ତାପରେ ଆମେ ଯିବା ଗୋଟେ ବ୍ୟାଟରଟେ ତିଆରି କରି। ବ୍ୟାଟର ପାଇଁ ଗୋଟେ ନେଇଛି ମିକ୍ସିଂ ବାଉଲ, ତା ଦେହରେ ଗୋଟେ କପ୍ ସୁଜି ନେଇଛି। ତାପରେ କ'ଣ କରିବା, ହାଫ୍ କପ୍ ଦହି ନେଇଛି। ତାପରେ ଗୋଟେ ପିଞ୍ଚ ଖାଇବା ସୋଡ଼ା ଆଉ ଟେଷ୍ଟ ଅନୁସାରେ ଲୁଣ ନେଇଯିବା। ତାପରେ ମୁଁ କରିଛି, ମୋ ପାଖରେ ଥିବା ଯେତେକ ଭେଜିଟେବୁଲ୍ସ ଥିଲା ତାହା ମୁଁ ଆଡ଼୍ କରିଛି। ମୋ ପାଖରେ ଗାଜର ଥିଲା, ତାକୁ ଗ୍ରେଟ୍ କରିଦେଇଛି। କଞ୍ଚା ଲଙ୍କା, ଧଣିଆ ପତ୍ର, କିଛି ଭୃସଙ୍ଗ ପତ୍ର ଆଉ ପିଆଜ, ଏସବୁକୁ ମୁଁ ଛୋଟ ଛୋଟ କାଟି ଦେଇଛି। ତାପରେ ମୁଁ ତାକୁ ଭଲ ଭାବରେ ଗୋଳେଇ ଦେବା। ଆପଣମାନେ ଭିଡ଼ିଓଟି କୋଉଠୁ ଦେଖୁଛନ୍ତି ମୋତେ ନିହାତି କମେଣ୍ଟରେ ଜଣାଇବେ। ଭଲ ଲାଗୁଥିଲେ ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ ମଧ୍ୟ କରିବେ। ମୁଁ ନେକ୍ସଟରେ ଆଉ ଅଲଗା ଅଲଗା ଭିଡ଼ିଓ ଦେବି। ତାପରେ କ'ଣ କରିବି, ଆମେ 2 କପ୍ ପାଣି ତା ଦେହରେ ଦେଇକି ସ୍ମୁଥ୍ ବ୍ୟାଟରଟେ, ଭଲକି ସ୍ମୁଥ୍ ବ୍ୟାଟରଟେ କରିବା ଅପମ ପାଇଁ। ଦେଖନ୍ତୁ ମୋର ବ୍ୟାଟରଟା ରେଡ଼ି ହେଇଯାଇଛି। 2 କପ୍ ପାଣି ଦେଇଲା ପରେ ତାକୁ ଆମେ କ'ଣ କରିବା ନା 15 ମିନିଟ୍ ପାଇଁ ରେଷ୍ଟ କରିବାକୁ ଛାଡ଼ିବା। କଭର୍ କରିକି ଛାଡ଼ିଦେବା। ତାପରେ 15 ମିନିଟ୍ ପରେ ଦେଖିବା ଆମ ସୁଜିଟି କେମିତି ଫୁଲି ଯାଇଛି ଆଉ କ୍ୱାଣ୍ଟିଟି ମଧ୍ୟ ଡବଲ୍ ହେଇଯାଇଛି। ଏବେ ଆମେ ଯିବା ଗ୍ୟାସ୍ ପାଖକୁ। ଗ୍ୟାସ୍ରେ ଅପମ ପାତ୍ରଟେ ବସେଇବା ସ୍ଲୋ ଫ୍ଲେମ୍ରେ। ତାପରେ ସେଠି କ'ଣ କରିବା ନା ତେଲ କିଛି ଅଏଲ୍ ନେଇକି ତାକୁ ସବୁ ଗ୍ରୀସ୍ କରିଦେବା ବ୍ରସ୍ରେ। ଗ୍ରୀସ୍ କରିସାରିବା ପରେ ଆମେ ଯେଉଁ ବ୍ୟାଟରଟେ ତିଆରି କରିକି ରଖିଥିବା ସେ ବ୍ୟାଟର ଆମେ ସବୁ ହୋଲ୍ରେ ଫିଲ୍ଅପ୍ କରିଦେବା। ଆପଣ ଏଇପରି ଭାବରେ ଆପଣ ଯଦି ଖାଇବେ ନା କରିକି, ଏ ହେଲ୍ଦି ବି ଆଉ ଟେଷ୍ଟି ବି ହେଇଥାଏ। ତାପରେ ଆମେ କ'ଣ କରିବା ନା ସବୁ ଫିଲ୍ଅପ୍ କରିସାରିଲା ପରେ ଉପରେ ମଧ୍ୟ ଆମେ ଅଏଲ୍ ଗ୍ରୀସ୍ କରିଦେବା। ଗ୍ରୀସ୍ କରିକି ଆମେ 10 ମିନିଟ୍ ପାଇଁ ତାକୁ କଭର୍ କରିକି ସ୍ଲୋ ଫ୍ଲେମ୍ରେ ଛାଡ଼ିଦେବା। ଦେଖନ୍ତୁ 10 ମିନିଟ୍ ହେଇଯାଇଛି। ତାପରେ କ'ଣ କରିବା, ଆମେ ଚେକ୍ କରିବା ଅପମଟି ସିଝିଛି ନା ନାହିଁ। ମୁଁ ଗୋଟେ ଏଇଠି ନାଇଫ୍ଟେ ନେଇଛି, ସେଠି ଚେକ୍ କରିକି ଦେଖୁଛି ନାଇଫ୍ରେ କିଛି ବି ଲାଗୁନି, ତାମାନେ ଆମ ଅପମଟି ହେଇଯାଇଛି। ତାପରେ ତାକୁ କ'ଣ କରିବା, ଆମେ ଓଲଟେଇ ଦେବା କିଛି ସମୟ ପାଇଁ, ଜଷ୍ଟ 1 ମିନିଟ୍ ପାଇଁ ଓଲଟେଇକି ରଖିଦେବା। ତାପରେ ଆମେ ସେଥିରୁ ବାହାର କରିଦେବା ଗୋଟେ ପ୍ଲେଟ୍କୁ। ସମସ୍ତ ଅପମ ଗୁଡ଼ିକୁ ବାହାର କରିଦେବା। ବାହାର କରିକି ଆମେ ତାକୁ କ'ଣ କରିବା, ଯିଏ ଚଟନୀରେ ଚାହିଁବେ ଖାଇବେ। ମୋ ପାଖରେ ଚଟନୀ ନାହିଁ, ସେଥିପାଇଁ କ'ଣ କରୁଛି ନା ମୁଁ ସସ୍ ଟମାଟୋ କେଚପ୍ ତାକୁ ମୁଁ ଦେଇଛି ଆଉ କିଛି ଧଣିଆ ପତ୍ରର ଗାର୍ନିଶ୍ କରିଛି ଆଉ ସଜେଇଛି। ଏହିପରି ଭାବରେ ସର୍ଭ କରିଛି। ଆପଣଙ୍କୁ ଯେମିତିଆ ବି ସର୍ଭ କଲେ ଭଲ ଲାଗିବ ଆପଣ ମୋତେ କମେଣ୍ଟ କରିକି ଜଣାଇବେ। ଆଉ କିଛି ବେଟର୍ ହେଇଥିଲେ ମଧ୍ୟ ମୋତେ ଜଣାଇବେ। ଆପଣଙ୍କୁ ଭଲ ଲାଗୁଥିଲେ ମୋ ଭିଡ଼ିଓଟି ଲାଇକ୍, ସେୟାର, ସବସ୍କ୍ରାଇବ୍ ମଧ୍ୟ କରିବେ। ଥ୍ୟାଙ୍କ ୟୁ।